ଆଜିର ଅନୁଚିନ୍ତାକୁ ଆପଣମାନଙ୍କୁ ସ୍ୱାଗତ। ଓମ୍ ନମୋ ଭଗବତେ ବାସୁଦେବାୟ। ପ୍ରଥମେ ଆଜିର ଅନୁଚିନ୍ତା। ଏହି ଚାରୋଟି ଜିନିଷ କରିବା ଦ୍ୱାରା ପରିବାରରେ ବହୁତ ମଙ୍ଗଳ ହୋଇଥାଏ। ସେଗୁଡ଼ିକୁ ଆପଣମାନଙ୍କୁ ଆମେ କହୁଛୁ, ମନେ ରଖନ୍ତୁ। ନମ୍ବର 1, କେବେ ବି ଅଇଁଠା ବାସନ ଘରେ ଅଧିକ ସମୟ ଯାଏ ରଖନ୍ତୁ ନାହିଁ ଓ ରାତ୍ରର ବାସନ ସକାଳ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ଶୀଘ୍ର ସଫା କରିଦିଅନ୍ତୁ। ଏହା ରଖିବା ଦ୍ୱାରା ଘରର ମୁଖିଆ ସଦା ରୋଗଗ୍ରସ୍ତ ହୋଇଥାନ୍ତି। ନମ୍ବର 2, ଖାଇବା ବାସନରେ କେବେ ବି ଅଇଁଠା ହାତକୁ ଧୁଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ, ଘରର ଅମଙ୍ଗଳ ହୋଇଥାଏ। ନମ୍ବର 3, ଘରର ପୂର୍ବ ଦିଗରେ ଟଏଲେଟ୍ ବା ଲେଟିନ୍ ରଖନ୍ତୁ ନାହିଁ। ରଖିବା ଦ୍ୱାରା ଘରକୁ ବହୁତ ବଡ଼ ବାସ୍ତୁଦୋଷ ଆସିଥାଏ। ନମ୍ବର 4, ପକେଟରେ ପୁରୁଣା ରଦ୍ଦି ଅଦରକାରୀ କାଗଜ ପତ୍ର ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ପକେଟରୁ ନୋଟ ପଇସା ସବୁ ଖାଲି କରିଦେଇଥାଏ। ଏହାକୁ ପାଳନ କଲେ ଆପଣ ଓ ଆପଣଙ୍କ ପରିବାରର ମଙ୍ଗଳ ହେବ। ଆଜ୍ଞା, ଆଜି ଆପଣମାନଙ୍କୁ ବଢ଼ିଆ କଥାଟେ କହୁଛି, ଶୁଣନ୍ତୁ। ଗୋଟାଏ ଗାଁରେ ଜଣେ ଅଫିସର ଥିଲେ। ସେ ଅଫିସରଙ୍କ ସ୍ତ୍ରୀଟି ଦେଖିବାକୁ ଭାରି ସୁନ୍ଦରୀ, କିନ୍ତୁ ହେଲେ କ'ଣ ହେବ, ଗାଁ ସାରା ଲୋକ କୁହାକୁହି ହୁଅନ୍ତି ଯେ ଅଫିସରଙ୍କ ସ୍ତ୍ରୀଟିର ଚରିତ୍ର କୁଆଡ଼େ ଭାରି ଖରାପ। ଆଜ୍ଞା, ଗୋଟେ କଥା ମନେ ରଖନ୍ତୁ, ପାପର କାମଟା ଆପଣ ଯେତେ ଲୁଚେଇକିରି କରନ୍ତୁ ନା କାହିଁକି, ଦିନେ ନା ଦିନେ ଧରା ପଡ଼ିବ, ନିଶ୍ଚିତ ଧରା ପଡ଼ିବ। କିଏ କୁଆଡ଼େ କ'ଣ ଯେତେ ଲୁଚେଇକି ପାପ କରିଛି ଜଣା ପଡ଼ିଛି କି ନାହିଁ, ନିଶ୍ଚିତ ଧରା ପଡ଼ିଛି। କାରଣ ପାପ କେବେ ଲୁଚି ରହେ ନା ଏବଂ ଏହାର ପରିଣାମ ମଧ୍ୟ ଭୋଗିଥାନ୍ତି, ଆଉ ଭୋଗିବାକୁ ବି ପଡ଼େ। ଧର୍ମ ତାକୁ ନିଶ୍ଚୟ ଦେଖେଇ ଦେବ ଯେ ଏଇଟା ଖରାପ ଆଉ ଏଇଟା ଠିକ୍। ଏଠି ଅଫିସରର ପତ୍ନୀ ନାଁରେ ଗାଁ ସାରା ଲୋକ ଫୁସୁରୁ ଫାସର ହୁଅନ୍ତି। ନିଆଁ ନଥାଇକି କ'ଣ କେବେ ଧୂଆଁ ବାହାରେ? ଲୋକେ କ'ଣ ଖାଲିଟାରେ ଏମିତି କହିବେ? କିଛି ତ ସତ୍ୟତା ଥିବ ନା ୟାରି ଭିତରେ। ବହୁ ଲୋକଙ୍କ କଥା କୁଆଡ଼େ ଭଗବାନଙ୍କ କଥା। ସବୁଦିନେ ଅଫିସରଙ୍କ କାନରେ ଏ କଥା ଗୁଡ଼ାକ ପଡ଼ିଲା। ସେ ଅଫିସର ମନରେ ଭାବିଲା, ସତରେ କ'ଣ ମୋ ସ୍ତ୍ରୀଟି ଖରାପ? କାହିଁ ଆଜି ଯାଏଁ ତ ମୁଁ ସେମିତି କିଛି ଜାଣିପାରୁନି। ମୋତେ ତ ମୋ ସ୍ତ୍ରୀ ଭାରି ଭଲ ପାଉଛି। ସତରେ କ'ଣ ମୋ ସ୍ତ୍ରୀଟି ସେଇଆ? ତଥାପି ଯେତେବେଳେ 5 ଲୋକ ଫୁସୁଫାସ ହେଉଛନ୍ତି ମୋ ସ୍ତ୍ରୀ ନାଁରେ, ହଉ ଦେଖିବା। ଅଫିସର ଭାବିଲା ଟିକେ ପରୀକ୍ଷା କରିବା। ହେଲେ ସେ ଅଫିସର କଲା କ'ଣ ନା, ତାର ସ୍ତ୍ରୀକୁ କହିଲା, ହେଇ ଶୁଣୁଛ, ଆଜି ମୁଁ 5-7 ଦିନ ପାଇଁ ଟିକେ ଅଫିସ କାମରେ ବାହାରେ ଯାଉଛି। ମୋର ଭାରି କାମ ଅଛି, ନଗଲେ ନ ଚଳେବା। ତୁମେ ବ୍ୟସ୍ତ ହେବନି, ଆରାମରେ ଜାଗ୍ରତରେ ଚଳୁଥିବ ହେଲା। ମୁଁ ଆସିଲେ ଆମେ କହିବା ଆଉ। ଏହା ଶୁଣି ଅଫିସରଙ୍କ ସ୍ତ୍ରୀ ମୁଣ୍ଡକୁ ବାଡ଼େଇ ରଡ଼ି କରି ଭାରି କାନ୍ଦିଲା ଆଉ କହିଲା, କ'ଣ ଗୋଟାଏ ଦିନ ପରା ତମକୁ ମୁଁ ନ ଦେଖିଲେ ମୋର ଚଉଦିଗ ଅନ୍ଧାର ଦିଶେ, ମୋର ଅନ୍ନ ଜଳ ସବୁ ପିତା ହୋଇଯାଏ, ମୁଁ କେମିତି ରହିବି? କହି ଭାରି କାନ୍ଦିଲା। ଅଫିସର କହିଲା, ମୁଁ ଜାଣିଛି ତୁମେ ମୋ ବିନା ରହିପାରୁନ, ମୁଁ କ'ଣ ଜାଣିନି? ହେଲେ କ'ଣ କରିବା, ଏ କାମଟା ପରା ସେୟା, ବହୁତ ଜରୁରୀ କାମଟା। ସ୍ତ୍ରୀ କହିଲା, ଏଇ ଗାଁ ଲୋକମାନେ କ'ଣ ମୋ ନାଁରେ ଫୁସୁଫାସ ହେଉଛନ୍ତି ବୋଲି ତୁମେ ତାଙ୍କରି କଥା ଶୁଣି ମୋତେ ଛାଡ଼ି ଦେଇ ପଳେଇବ ନା କ'ଣ? ସ୍ୱାମୀ କହିଲା, ହେ, ମୁଁ ସେଗୁଡ଼ାକୁ କାହିଁ ବିଶ୍ୱାସ କରିବି? ମୁଁ ସେଗୁଡ଼ାକୁ ଜମା ବିଶ୍ୱାସ କରିନି। ଆରେ ତୁମେ ଠିକ୍ ତ ମୁଁ ଠିକ୍, ମୁଁ ଲୋକଙ୍କ କଥାକୁ କାହିଁ ଶୁଣିବି? ପର କଥାରେ ଘର ନାଶ, ମାତୁଳ କଥାରେ ବଂଶ ନାଶ। ତମେ ଏକଥା କ'ଣ ଜାଣିନ? ତମେ ଥାଅ, ମୁଁ 5-7 ଦିନ ପରେ ଆସୁଛି ହେଲା। ଅଫିସର ଏତିକି କହି ତା ସ୍ତ୍ରୀ ପାଖରୁ ବିଦାୟ ନେଲା। ତା ସ୍ତ୍ରୀ ଭାରି ମନ ଦୁଃଖରେ ବିଦାୟ ଦେଲା। ଅଫିସର ବିଦାୟ ନେଇ ଚାଲିଗଲା ଏବଂ ଗାଁ ସେମୁଣ୍ଡକୁ ଯାଇ ବୁଲି ଆସିଲା। ତାର ସ୍ତ୍ରୀ ଘରକୁ ଆଡ଼େ କ'ଣ ଟିକିଏ ଯାଇଛି କି ନାହିଁ। ଅଫିସର କ'ଣ କଲା, ସେଇ ସୁଯୋଗରେ ନା, ସେଇ ସମୟରେ ଘର ଭିତରେ ପଶି ଖଟ ତଳରେ ଯାଇ ଲୁଚିକି ରହିଲା। ଦେଖିବା ଆଜି କ'ଣ ହେଉଛି। ଏଇ ଗାଁ ଲୋକେ ମିଛ କହୁଛନ୍ତି ମୋ ସ୍ତ୍ରୀ ନାଁରେ
ନା ମୋ ସ୍ତ୍ରୀଟି ମିଛ କହୁଛି ଜଣାପଡ଼ିଯିବ ଆଉ। ଦେଖନ୍ତୁ ମୋର ଜ୍ଞାନୀଗୁଣୀ ମଣ୍ଡଳୀ ଦର୍ଶକ ବନ୍ଧୁମାନେ, ଦେଖନ୍ତୁ ନାରୀଟି କେତେ ଚାଲାକ, କେତେ ଚତୁରୀ ଏଇ ନାରୀ। ଖଟ ତଳେ ଲୁଚିକି ଅଛି ତାରି ସ୍ୱାମୀ। ଇଏ ସ୍ତ୍ରୀ କାହିଁକି ଜାଣିବ ସେ ଲୁଚିକି ଅଛି ବୋଲି? ଅଫିସରର ସ୍ତ୍ରୀ ଯେତେବେଳେ ପୁରା ଫାଙ୍କା ସମୟ ପାଇଲା, ସନ୍ଧ୍ୟା ଗଡ଼ିଗଲା, ଅଫିସରର ସ୍ତ୍ରୀ ବେଶଭୂଷା ଅଳଙ୍କାର ଆଭୂଷଣ ସବୁ ପିନ୍ଧି ଦେହକୁ ସଜେଇ ହେଲା। ଅଫିସର ମନରେ ବିଚାର କଲା, ଆରେ ହେ, ଇଏ କ'ଣ ବେଶଭୂଷା ହେଲାଣି? ମୁଁ ତ ଘରେ ନାହିଁ। ସ୍ତ୍ରୀଟି ବେଶଭୂଷା ହୁଏ କାହା ପାଇଁ? ତା ସ୍ୱାମୀ ପାଇଁ ନା। ଇଏ କ'ଣ ଏଇ ସନ୍ଧ୍ୟା ସମୟରେ ଏତେ ସଜବାଜ ହେଉଛି? କାହା ପାଇଁ ଏ ସଜବାଜ ହେଉଛି? ହଉ ଦେଖାଯାଉ ଆଜି କ'ଣ ହେଉଛି ଦେଖିବା। ଯାହା ସତ୍ୟାସତ୍ୟ ଧରା ପଡ଼ିଯିବ ଆଉ। ଆଜ୍ଞା ଗୋଟେ କଥା ମନେ ରଖନ୍ତୁ, ସଚ୍ଚୋଟ ସ୍ତ୍ରୀ କେବଳ ତାର ସ୍ୱାମୀ ପାଇଁ ହିଁ ବେଶଭୂଷା ହୋଇଥାଏ ଓ ବେଶଭୂଷା ହୋଇ ଦେହକୁ ସଜେଇଥାଏ। ହେଲେ ଅଫିସରର ସ୍ତ୍ରୀ ସଜବାଜ ହୋଇ ସେ କ'ଣ କଲା ନା, ତାର ଉପସ୍ୱାମୀ ଯାହାକୁ ସିଏ ଆଗରୁ ଜୀବନ ଯୌବନ ଦେଇ ଭଲ ପାଉଥିଲା, ତାର ଉପସ୍ୱାମୀ ପାଖକୁ ଡକେଇଲା। ତାକୁ ଫୋନ୍ କରି ଶୀଘ୍ର ଡକେଇଲା। କାହାକୁ? ତାର ଉପପତି ଯିଏ ଉପସ୍ୱାମୀକୁ। ତାକୁ ଫୋନ୍ କରି କହିଲା ଶୀଘ୍ର ଆସ, ଆଜି ସିଏ ଘରେ ନାହାନ୍ତି, ଆଜିଠୁ ସିଏ 5-7 ଦିନ ବାହାରେ, ତୁମେ ଶୀଘ୍ର ଆସ, ମୁଁ ତୁମ ଅପେକ୍ଷାରେ। ଆଜ୍ଞା ଗୋଟେ କଥା ମନେ ରଖନ୍ତୁ, ସବୁ ହାତୀ ମୁଣ୍ଡରୁ କ'ଣ ମୁକ୍ତା ବାହାରେ? ନା ସବୁ ଶାମୁକା ଦେହରୁ ମୋତି ବାହାରେ? ମୁଁ ଏ କଥାଟା କ'ଣ ପାଇଁ କହୁଛି କହିଲେ? ମୁଁ ଏ କଥାଟି ଏଇଥିପାଇଁ କହୁଛି ଯେ ସବୁ ସ୍ତ୍ରୀ କ'ଣ ଖରାପ? ନାଇଁ ଆଜ୍ଞା, କେତେଟା ଏମିତି ଖରାପ ଥାଆନ୍ତି ନା ଆଉ। ନାରୀ ଜାତିର କଳଙ୍କ ଆଉ। ନାରୀ ଜାତିରେ କ'ଣ ସବୁ ନାରୀ ଖରାପ? ନାଇଁ ଆଜ୍ଞା, ନାରୀ ଭିତରେ ନାରୀ ଏମିତି ନାରୀ ଅଛନ୍ତି ଯେ ସେମାନଙ୍କୁ ଦେଖିଲେ ଯୋଡ଼ ହସ୍ତରେ ମୁଣ୍ଡିଆ ମାରିବାକୁ ଇଚ୍ଛା ହୁଏ। ସେମାନଙ୍କର ଚରଣ ସ୍ପର୍ଶ କରିକି ମୁଣ୍ଡରେ ଲଗାଇବାକୁ ଇଚ୍ଛା ହୁଏ। ମୁଣ୍ଡ ଆପେ ଆପେ ନଇଁଯାଏ ସେମାନଙ୍କ ପାଖରେ। ସେମାନଙ୍କ ଆଗରେ ମଣିଷ ଆପେ ନତମସ୍ତକ ହୋଇଯାଏ। ଏମିତି କେତୋଟି ନାରୀ ଥାଆନ୍ତି ନା ଆଉ, କୂଳଟା ବେଶ୍ୟା ଭଳି ଆଉ। ସମସ୍ତେ କ'ଣ ସମାନ? ନାଇଁ ଆଜ୍ଞା, ସମସ୍ତେ ସମାନ ନୁହନ୍ତି। ନାରୀ ଏମିତି ହେବା ଦରକାର, ସେମାନଙ୍କୁ ଦେଖିଲେ ଭକ୍ତି ଭାବ ଆସିବା ଦରକାର ମନରେ, କାମ ଭାବନା ନୁହଁ। ହେଲେ ସନ୍ଧ୍ୟା ମାଡ଼ି ଆସିଲା ଯେତେବେଳେ ତାର ଉପସ୍ୱାମୀ ଆସି ପହଞ୍ଚିଲା ଓ କବାଟ ଠକ୍ ଠକ୍ କରିଦେଲା। ଅଫିସରର ସ୍ତ୍ରୀ ଆନନ୍ଦରେ ଗଦଗଦ ହୋଇଗଲି, ତା ଆନନ୍ଦ କହିଲେ ନ ସରେ। ସେ କ'ଣ କଲା, ହସି ହସି ଯାଇ କବାଟ ଖୋଲିଦେଲା। ତା ଉପସ୍ୱାମୀଙ୍କୁ ପାଛୋଟି ଆଣି କହିଲା, ଆସ ବସ, ଖଟ ଉପରେ ବସ। ଏସବୁ ଦେଖି ଅଫିସର ମନରେ ଭାବିଲା, କେତେ ଖରାପ ମୋ ସ୍ତ୍ରୀ। ମୁଁ ୟାକୁ କେତେ ଭଲ ପାଉଥିଲି, କେତେ ବିଶ୍ୱାସ କରୁଥିଲି। ଏ ମୋ ବିଶ୍ୱାସରେ ବିଷ ଦେଉଛି। ଆଜି ଏମାନଙ୍କୁ ମାରି ମୁଁ ନିଜେ ଆତ୍ମହତ୍ୟା କରି, ମନରେ ଭାବିଲା ତାର ନିଜ ସ୍ୱାମୀ। ଭାବି ଖଟ ତଳେ ଲୁଚି ରହିଛି ଆଉ, ସେମାନଙ୍କ ଚୋରାପିରତି ଧରିବା ପାଇଁ ଆଉ। ଯେତେବେଳେ ଅଫିସରର ସ୍ତ୍ରୀର ଉପସ୍ୱାମୀଟି ଖଟ ଉପରେ ବସିଲା, ସେତେବେଳେ ଅଫିସରର ସ୍ତ୍ରୀ ଖଟ ଉପରକୁ ଚଢ଼ିଗଲା। ଖଟ ଉପରକୁ ଚଢ଼ିଗଲା ବେଳେ ଅଫିସରର ସ୍ତ୍ରୀର ଗୋଡ଼ଟା ଖଟ ତଳ ଆଡ଼କୁ ଯାଇ ବାଜିଗଲା ତାର ନିଜ ସ୍ୱାମୀ ଦେହରେ। ଯେମିତି ବାଜିଗଲା ତା ସ୍ୱାମୀ ଦେହରେ, ଅଫିସରର ସ୍ତ୍ରୀ ଚମକି ପଡ଼ିଗଲା। ଜାଣିଗଲା ଏ ଖଟ ତଳେ କିଏ ଗୋଟେ ଲୁଚିଛି। ଇଏ ତ ଚାଲାକ ସ୍ତ୍ରୀ ଲୋକ ନା। ଭାବିଲା ଇଏ କିଏ ହୋଇଥିବ? ଓହୋ, ଇଏ ତାହେଲେ ମୋ ସ୍ୱାମୀ। ଜାଣିଗଲା ଅଫିସରର ସ୍ତ୍ରୀ ଇଏ ତାରି ସ୍ୱାମୀ ବୋଲି। ଅଫିସର ସ୍ତ୍ରୀ ଭାବିଲା, ଇଏ ବୋଧେ ମୋତେ ପରୀକ୍ଷା କରିବା ପାଇଁ 5-7 ଦିନ ବାହାରକୁ ଯାଉଛି କହି ଖଟ ତଳରେ ଲୁଚିଛନ୍ତି। ଅଫିସରର ସ୍ତ୍ରୀ ଜାଣି ପକାଇଲା ଇଏ ମୋରି ସ୍ୱାମୀ ବୋଲିକିରି। ଇଏ ନିଶ୍ଚୟ ଖଟ ତଳେ ଲୁଚିଛନ୍ତି। ଆଚ୍ଛା କ'ଣ କରିବ? ଡକେଇ ତ ଦେଇ ସାରିଲାଣି। ଉପସ୍ୱାମୀ ଘରକୁ ଆସି ଖଟ ଉପରେ ବସି ବି ସାରିଲେଣି। ଏବେ କରିବ କ'ଣ? ଅଫିସରର ସ୍ତ୍ରୀ ବାଧ୍ୟ ହୋଇ ଖଟ ଉପରକୁ ଉଠିଗଲା। ଅଫିସର ମନେ ମନେ ଭାବୁଛି, ଦେଖିବା ହେଉଛି କ'ଣ, ଚା ତ ହେଲାଣି। ସେତେବେଳେ ଅଫିସରର ସ୍ତ୍ରୀଟି ତାର ଉପସ୍ୱାମୀକୁ କହୁଛି, ଯାହା ହଉ ତମେ ମୋ କଥା ରଖିକି ଆସିଲ, ସେଇଥିପାଇଁ ତୁମକୁ ବହୁତ ଧନ୍ୟବାଦ। ଅଫିସରର ସ୍ତ୍ରୀର ଉପପତିଟି କହୁଛି, ଧନ୍ୟବାଦ କ'ଣ ପାଇଁ? ଆରେ ତୁମେ ଡକେଇଲ ମୁଁ ଆସିଲି, ଏଥିରେ ଧନ୍ୟବାଦ କ'ଣ? ଇଏ ଅଫିସରର ସ୍ତ୍ରୀ ତା ଉପସ୍ୱାମୀକୁ କହୁଛି, ହେଇଟି ମନରେ କିଛି ଭାବନି, ଶୁଣ ମୁଁ ତମକୁ କାହିଁକି ଡକେଇଛି ଜାଣିଛ? ଉପସ୍ୱାମୀ ତାର କହୁଛି, କ'ଣ ପାଇଁ ଡକେଇଛ? ଅଫିସରର ସ୍ତ୍ରୀ କହିଲା, ଶୁଣ ମୁଁ ହେଉଛି ସତୀ ନାରୀ, ମନରେ କିଛି ଭାବନି। ମୁଁ ମୋ ସ୍ୱାମୀ ଛଡ଼ା ଆଉ କାହା ବିଷୟରେ କେବେ ଚିନ୍ତା କରିନି। କିନ୍ତୁ ଏଇ ଅନେଇଲ,
ମୁଁ ଶୋଇଥିବା ବେଳେ ଏବେ କିଛି ଦିନ ହେଲା ଶୋଇବା ସମୟରେ ମୋତେ ବାରମ୍ବାର ସ୍ୱପ୍ନ ହେଉଛି ଯେ ଜଣେ ଦେବୀ ମା ମୋତେ ଆସି କହୁଛନ୍ତି ଯେ 6 ମାସ ଭିତରେ କୁଆଡ଼େ ମୋ ସ୍ୱାମୀ ମରିଯିବେ। ମୋର ବିଧବା ଯୋଗ ଅଛି। ମୁଁ ମୋର ସ୍ୱାମୀ ବିନା କେମିତି ରହିପାରିବି କହିଲ? ମୋ ସ୍ୱାମୀ ବିନା ମୁଁ ବଞ୍ଚି କେମିତି ପାରିବି? ମୋ ସ୍ୱାମୀ ବିନା ତ ମୁଁ ବଞ୍ଚି ପାରିବିନି। ଆଉ ମୁଁ ଦେବୀ ମାତାଙ୍କୁ ମଧ୍ୟ ପଚାରିଲି, ମା ୟାର ପ୍ରତିକାର କ'ଣ? ସେଠୁ ମା ମୋତେ କହିଲେ, ୟାର ପ୍ରତିକାର ହେଉଛି ଯଦି ତୁ କୌଣସି ପରପୁରୁଷକୁ ଘରକୁ ଡାକି କିଛି ସମୟ ଆଲିଙ୍ଗନ କରିଦେବୁ ନା, ତାହେଲେ ତୋର ସ୍ୱାମୀ ଉପରକୁ ଆସୁଥିବା ବିପଦଟି ଟଳିଯିବ ଏବଂ ସେ ବିପଦଟି ପରପୁରୁଷ ଉପରକୁ ପଳେଇଯିବ। ତୋର ସ୍ୱାମୀ ଆଉ ମରିବ ନାହିଁ। ତୋ ସ୍ୱାମୀ ଉପରୁ ବିପଦ ଟଳିଯିବ। ମୁଁ ସେଇଥିପାଇଁ ତୁମକୁ ଡକେଇଛି ନା। ଆଉ ମୁଁ ତୁମକୁ ଖାଲି ଟିକେ ସ୍ପର୍ଶ କରି ଆଲିଙ୍ଗନ କରିବି, ତାପରେ ତୁମେ ପଳେଇବ ହେଲା। ଆଉ କିଛି କାରଣ ନାହିଁ ମୁଁ ଜୁହାର ହୋଇ ମୁଣ୍ଡିଆ ମାରୁଛି ତୁମକୁ। ଆସ ମୋ ପାଖକୁ ଆସ, ମୁଁ ତୁମକୁ ଟିକେ ଆଲିଙ୍ଗନ କରେ। ତୁମେ ଭାରି ଭଲ ଲୋକଟି। ମୋର କଥା ରଖି ତୁମେ ଆସିଲ। ଆସ ମୋ ପାଖକୁ ଆସ। ଏହା ଶୁଣି ତାର ଉପସ୍ୱାମୀ ଭାବିଲା, ଇଏ କ'ଣ ତାର ସ୍ୱାମୀର ବିପଦ ମୋରି ଉପରେ ଛାଡ଼ି ଦେବାକୁ ବସିଛି। ଭାବି ଦୌଡ଼ି ପଳାଇବାକୁ ଚେଷ୍ଟା କରିଲା। ସେହି ସମୟରେ ଅଫିସର କ'ଣ କଲା, ଖଟ ତଳୁ ବାହାରି ତା ସ୍ତ୍ରୀର ଉପସ୍ୱାମୀର ହାତଟିକୁ ଧରି ପକାଇଲା। ଆଉ ଅଫିସର ନିଜ ସ୍ତ୍ରୀକୁ କହିଲା, ଆହା କେଡ଼େ କଥା, ମୁଁ ତୁମକୁ ସନ୍ଦେହ କରୁଥିଲି। ମୋର ବହୁତ ବଡ଼ ଭୁଲ ହୋଇଯାଇଛି। ମୁଁ ତୁମକୁ ସନ୍ଦେହ କରି ବଡ଼ ଭୁଲ କରିଛି। ଅଫିସରର ସ୍ତ୍ରୀ କହିଲା, ତୁମେ ଏଇଠି ଅଛ? ମୋତେ ମିଛ କହି ଯାଇଥିଲ ବାହାରକୁ ଯାଉଛି ବୋଲି। ଅଫିସର କହିଲା, ହଁ ପରା, ମୁଁ ଚାଣ୍ଡାଳ ତୁମକୁ ସନ୍ଦେହ କରି କେତେ ବଡ଼ ଭୁଲ କରିଛି ଯେ ତୁମେ ମୋର ଜୀବନ ପାଇଁ ବୋଲି ପରପୁରୁଷ ପାଖକୁ ଯାଉଥିଲ। ଆହା କେଡ଼େ କଥା। ଅଫିସର ନିଜ ସ୍ତ୍ରୀକୁ ଏଇଥିପାଇଁ ନିଜେ କୁଣ୍ଢେଇ ପକାଇ ଘର ସାରା ବୁଲେଇଲା। ଅଫିସର ନିଜ ସ୍ତ୍ରୀର ଉପସ୍ୱାମୀକୁ କହିଲା, ହେଇଟି ତୁମେ ମୋର ମୃତ୍ୟୁ ଦୋଷ ତୁମେ ନେବାକୁ ଆସିଥିଲ। ତୁମକୁ ବହୁତ ବହୁତ ଧନ୍ୟବାଦ। ତୁମେ ମୋରି ଜୀବନ ବଞ୍ଚାଇବା ପାଇଁ ମୋର ସ୍ତ୍ରୀର କଥା ରଖି ଆମର ଘରକୁ ଆସିଛ। ମୋର ମୃତ୍ୟୁ ଦୋଷ ତୁମେ ନେବାକୁ ଆସିଛ। ଆହା କେତେ ମହାନ ତୁମେ। ଆସ ତୁମେ ମୋ କାନ୍ଧରେ ବସ। ଅଫିସର ନିଜ ସ୍ତ୍ରୀକୁ ଏବଂ ତାର ଉପସ୍ୱାମୀ ପରପୁରୁଷକୁ ଦୁଇଜଣ ଯାକ କାନ୍ଧରେ ବସାଇ ଘର ସାରା ବୁଲେଇଲା। ଆଉ ପରପୁରୁଷକୁ କହିଲା, ହେଇଟି ତୁମେ ଆମ ଘର ଆଡ଼େ ଆସୁଥିବ ହେଲା। ମୁଁ ଜାଣିଗଲି ମୋ ସ୍ତ୍ରୀ ସତୀ। ମୁଁ ଜାଣିଗଲି, ଆଉ ସନ୍ଦେହ କରିବିନି ହେଲା। ଆଜ୍ଞା ମୋର ଜ୍ଞାନୀ ଗୁଣୀ ମଣ୍ଡଳୀମାନେ ମନେ ରଖନ୍ତୁ, ଯେତେ ଯାହା ହେଲେ ମଧ୍ୟ ସତ୍ୟରେ ରୁହନ୍ତୁ, ନ୍ୟାୟରେ ରୁହନ୍ତୁ। ସତ୍ୟର ରାସ୍ତାଟା ସବୁବେଳେ ସିଧା ହୋଇଥାଏ। ଯିଏ ଅନ୍ୟାୟ ଅସତ ଆଉ ପାପର ମାର୍ଗରେ ଯିବ ନା, ସେ ରାସ୍ତାଟା ସବୁବେଳେ ବଙ୍କା। ନିଶ୍ଚୟ ଦିନେ ନା ଦିନେ ଖାଲରେ ପଡ଼ି କେତେବେଳେ ଗୋଡ଼ଟି ଭାଙ୍ଗିଯିବ, କିଛି ଜଣାପଡ଼ିବନି। ଲୋକେ ସମସ୍ତେ ଜାଣିଯିବେ ଯେ ଇଏ ପାପ କରୁଥିଲା ବୋଲି। ଆଜ୍ଞା ଦେଖିଲେ ତ କଥାଟି କେତେ ବଡ଼ ସୁନ୍ଦର କଥାଟି। ଏହାକୁ ନିଶ୍ଚିତ ଭାବରେ ମନେ ରଖି ସତ୍ ମାର୍ଗରେ ଚାଲନ୍ତୁ, ଆପଣଙ୍କର ମଙ୍ଗଳ ହେବ। ଆସନ୍ତୁ ୟା ପରେ ରାଶିଫଳ ଦେଖିବା। ଆଜି ମିଥୁନ ରାଶି ବିଷୟରେ ଆଲୋଚନା କରିବା। ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ଆଜି ଆପଣମାନେ ନିଜ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଚିନ୍ତାରୁ ମୁକ୍ତ ରୁହନ୍ତୁ, ଚିନ୍ତାରୁ ଦୂରେଇ ରୁହନ୍ତୁ। ଅତିରିକ୍ତ ଆୟ ପାଇଁ ତୁମର ସୃଜନଶୀଳ ଚିନ୍ତାଧାରା ଲାଭଦାୟକ ହେବ। ଏକ ଚିଠି କିମ୍ବା ଇମେଲ ଦ୍ୱାରା ସମଗ୍ର ପରିବାର ପାଇଁ ଭଲ ଖବର ଆସିବ। ରୋମାଞ୍ଚ ତୁମର ହୃଦୟକୁ କାବୁ କରିଛି। ପ୍ରେମ ସମ୍ବନ୍ଧୀୟ ଦିଗଟି ଅତି ଅନୁକୂଳ ରହିବ। ଆଜି ଆପଣ କର୍ମକ୍ଷେତ୍ରରେ କିଛି ଭଲ କରିପାରିବେ। ଆଜି ଶୁଭ କାର୍ଯ୍ୟ ପାଇଁ ମଧ୍ୟ ଆପଣଙ୍କର ଦିନଟି ଅତି ମଙ୍ଗଳ ଅଟେ। ଆଜି ଦିନଟି ଉତ୍କଣ୍ଠାର ସହ ଅତିବାହିତ ହେବ, କାରଣ ତୁମେ ତୁମର ସାଥୀ ସହିତ ପ୍ରେମର ଶିଖର ଅନୁଭବ କରିବ। ଆଜି ପାଇଁ ରହୁଛୁ ବନ୍ଧୁ, ନମସ୍କାର। ଓମ୍ ଶାନ୍ତି ଶାନ୍ତି ଶାନ୍ତି।